ଦେଖନ୍ତୁ ଭାତ ବି ହେଇଯାଇଛି। ହ୍ୟାଲୋ ସାଙ୍ଗମାନେ, ପୁଣି ଥରେ ଗୋଟେ ନ୍ୟୁ ବ୍ଲଗରେ ଦେଖିପାରୁଥିବେ ଆଜି ଖରା ପାଗ କରୁଛି। ଆଉ ଚାଲନ୍ତୁ ଆଜିର ବ୍ଲଗଟି ଆରମ୍ଭ କରିବା। ଏବେ ମୁଁ ଦୋକାନ ଯାଉଛି ସିମେଇ ଆଣିବାକୁ। ଆଉ ଆଜି ସିମେଇ ବନାବ, ଦେଖିପାରୁଥିବେ ଏଇଟା ପଇସା। ଏବେ ସିମେଇ ନେଇକି ଘରେ ପହଞ୍ଚି ଯାଇଛି। ଏବେ ହେଇଗଲା, ଆମେ ଖାଉଛୁ। ଖାଇସାରି ଭାତ ବସେଇବା। ଏଇ ଅଳ୍ପ ସମୟ ହବ ଖାଇସାରି ଭାତ ବସେଇଛି। ଚାଉଳ ପକା ବି ସରିଯାଇଛି। ଲୁଗା ଗୁଡାକ ବି ମଇଳା ହେଇଯାଇଥିଲା। ଆଉ ଭାତ ହବା ଭିତରେ ମୁଁ ଲୁଗା ଗୁଡାକ ସଫା କରି ଟାଙ୍ଗୁଣିରେ ଶୁଖେଇଦେଲି। ଏବେ ଆମର ଭାତ ବି ହେଇଯାଇଛି। ଆଉ ଆପଣ ମାନଙ୍କୁ ଏବେ ଦେଖେଇ ଦଉଛି ରୁହ, ଭାତ ହେଇଯାଇଛି। ଦେଖନ୍ତୁ ଭାତ ବି ହେଇଯାଇଛି। ଆଉ ଚାଲ ଗାଳି ଦବା। ଏବେ ଆମର ରୋଷେଇ ସରିଯାଇଛି। ଆଉ ଆଜି ପପିଆ ସନ୍ତୁଳା କରାହେଇଛି। ଆଡେ ଦେଖିପାରୁଥିବେ ମେଘ ଉଠେଇଲାନି। ଆଉ ଚାଲ ଜଲ୍ଦି ଗାଧେଇ ଦେଇକିରି ଖାଇବା। ଏଇ ଅଳ୍ପ ସମୟ ହବ ମୁଁ ଗାଧେଇ ସାରିଲି। ଆଉ ଭାଗ୍ୟ ଭଲ ଗାଧେଇ ଦେଇଥିଲି। ଆଉ ବହୁତ ଜୋରସେ ବି ବର୍ଷା ଆସୁଥିଲା। ଏବେ ଟିକେ ଟିକେ ବର୍ଷା ହଉଛି। ଆଉ ଏପଟେ ଆମର ଖାଇବା ବି ଆରମ୍ଭ ହେଇଯାଇଛି। ଏଇ ଜଷ୍ଟ ଅଳ୍ପ ସମୟ ହବ ଆମେ ଖାଇସାରିଲୁ। ଆଉ ସମୟ ବର୍ତ୍ତମାନ 3ଟା 30 ହେଇଛି। ଆଜି ହଉଛି ଅଗଷ୍ଟ 15। ଆଜିକା ଦିନରେ ଇଂରେଜ କବଳଠୁ ଆମ ଦେଶ ସ୍ଵାଧୀନ ହେଇଥିଲା। ଆଜିର ଦିନଟି ଆମ ଗର୍ବ ଆଉ ଖୁସିର ଦିନ। ସେଇ ଗର୍ବ ଆଉ ଖୁସିକୁ ନେଇକି ଚାଲନ୍ତୁ ଗୋଟେ ସୁନ୍ଦର ଡ୍ରଇଂ ଟିଏ ବନେଇବା। ଆପଣ ମାନେ ସେଇ ଡ୍ରଇଂଟି କଣ ଜାଣିବାକୁ ଚାହୁଁଥାନ୍ତି? ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏବେ ଡ୍ରଇଂ ବନା ସରିଯାଇଛି। ଆଜିର ବ୍ଲଗ୍ଟି ଏଇଠି ରଖୁଛୁ। ପୁଣି ଥରେ ନେକ୍ସଟ ଭିଡ଼ିଓରେ ଦେଖା ହେବା। ଶେଷରେ କହି ରଖିବି, ଯଦି ଆଜିର ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଆଉ ହଁ, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ମହାତ୍ମା ଗାନ୍ଧୀ କି ଜୟ। ବନ୍ଦେ ମାତରମ୍। ଭାରତ ମାତା କି ଜୟ।